ଆମ ଓଡ଼ିଆ ବାଲା ୟୁଟ୍ୟୁବ୍ ଚ୍ୟାନେଲ୍କୁ ଗୋଟେ କଥା ଶୁଣ। ତୁମର ନୂଆ ଆଇଲେ 10ମ ପରୀକ୍ଷା ଫଳ ମ୍ୟାଟ୍ରିକ୍ ରେଜଲ୍ଟର ଏଇ ତାରିଖରେ ହେଲା। ଏବେ ଆସିଲା ନୂଆ ସେସନ୍ ଟୋଟାଲ୍ ଉପରେ ନୋଟିଫିକେସନ୍ ଆସିଛି। ଓଡ଼ିଶା ବୋର୍ଡ଼ ତରଫରୁ ନୋଟିଫିକେସନ୍ ଆସିଛି ହେଲା। କ'ଣ ନା ଓଡ଼ିଶା ବୋର୍ଡ଼ ତରଫରୁ ନୋଟିସ୍ ଆସିଛି ତୁମ ରେଜଲ୍ଟ କେବେ ବାହାରିବ ଆଉ କେତେ ପରସେଣ୍ଟ କ'ଣ ଯେଉଁ 20% 80% ସେଇଟା ଯେଉଁ ଡାଉଟ୍ ଥିଲା ଏଇ ଗୋଟେ ଭିଡ଼ିଓରେ ସବୁ ସମାଧାନ ହେଇଯିବ। ଯଦି ଚ୍ୟାନେଲ୍କୁ ନୂଆ ଆସିଛ ଗୋଟେ ସବସ୍କ୍ରାଇବ୍ ନିହାତି କରିବ। ଆଉ ତୁମର +2ରେ ଯେତେବେଳେ 5ଟା କଲେଜ ବଛାବଛି A to Z ହେଲା କି କ'ଣ କଲେ କେମିତି କେଉଁ କଲେଜ କେତେ ପରସେଣ୍ଟ କେଉଁ କଟ୍ ଅଫ୍ ଧରିବ। ଆଉ ଗୋଟେ କଥା ଯେଉଁଟା ହେଲା କ'ଣ ନା ତୁମର ଯେଉଁ ମନପସନ୍ଦ କଲେଜ ତୁମ ଡିଷ୍ଟ୍ରିକ୍ଟର ତୁମେମାନେ କମେଣ୍ଟ କର ହେଲା। ତା ଉପରେ କେତେ କଟ୍ ଅଫ୍ ଯାଇଥିଲା ବନେଇବା ଯେମିତି କେନ୍ଦ୍ରାପଡ଼ାରେ ଆମର ଅଟୋନମସ୍ କଲେଜ ଯେମିତି ଫାଷ୍ଟରେ କେତେ ପରସେଣ୍ଟେଜ୍ ଯାଇଥିଲା ତାର ସବୁ କୁହାହେବ ସବୁ ଡିଷ୍ଟ୍ରିକ୍ଟର ହେଲା। ସେଥିଲାଗି ଗୋଟେ ଚ୍ୟାନେଲ୍ ସବସ୍କ୍ରାଇବ୍ କରିଦେବ। ଆଉ ଗୋଟେ କଥା ଯେଉଁ ରେଜଲ୍ଟ କେବେ ବାହାରିବ ନୋଟିଫିକେସନ୍ କ'ଣଟା ଆସିଛି ଆସ ସବୁ ଜାଣିବା। ସେ BSc ଓଡ଼ିଶା ୱେବସାଇଟ୍ରେ ନୋଟିଫିକେସନ୍ର ପ୍ରମାଣ ସହିତ ତୁମମାନଙ୍କୁ ଦେଖେଇବି। ଆସ ଭିଡ଼ିଓ ଷ୍ଟାର୍ଟ କରିବା। ଦେଖ ଇଏ ପିଲାଟି ବି ଆମକୁ କମେଣ୍ଟ କରିଥିଲା ସାର୍ ଯେଉଁ 20%ଟା ସବଜେକ୍ଟିଭ୍ ବାଇ କାଉଣ୍ଟ ହେବ ତ ଏଇଟାର ଗୋଟେ ନୋଟିଫିକେସନ୍ ଆସିଛି। ଆଉ ଡେଟ୍ ବି ଆନାଉନ୍ସମେଣ୍ଟ ହେଇଯାଇ ଡେଟ୍ BSc ବୋର୍ଡ଼ ଦ୍ୱାରା ତ ଆନାଉନ୍ସମେଣ୍ଟ ହେଇନି କିନ୍ତୁ ଗୋଟେ ଡେଟ୍ ସେଥିରେ ଲେଖାଯାଇଛି ହେଲା। ସେ ଡେଟ୍ଟାକୁ ଆମେ ଜାଣିବା ହେଲା। ଏ ସବୁ ବିଷୟରେ ଗୋଟେ ଭିଡ଼ିଓରେ ତୁମ ସବୁ ଡାଉଟ୍ ନିହାତି କ୍ଲିଅର୍ ହେଇଯିବ। ଆଉ କେବେ ଆସୁଛି ଏକ୍ଜାକ୍ଟଲି ତୁମକୁ ମୁଁ କହିଦେବି ଏକ୍ଜାକ୍ଟ ଡେଟ୍ କହିଦେବି। ଆସ ପିଲାମାନେ ଭିଡ଼ିଓ ଷ୍ଟାର୍ଟ କରିବା। ଷ୍ଟାର୍ଟ ତ ହେଇସାରିଲାଣି। ଆସ ଏଇନା BSc ୱେବସାଇଟ୍କୁ ଯିବା। ତାମାନେ ତୁମେ ଗୁଗଲରେ ଆସି କ'ଣ ନା BSc ଓଡ଼ିଶା ସର୍ଚ୍ଚ କରିଦେଇପାରିବ ହେଲା। BSc ଓଡ଼ିଶା ଏଠି ସର୍ଚ୍ଚ କରିଦେଇ ସାରିଲା ପରେ ଯେଉଁ ଫାଷ୍ଟ ଇଏଟା ଆଉଛି ତାର ଉପରେ କ୍ଲିକ୍ କରିବ। ତୁମ ନୋଟିଫିକେସନ୍ ବି ଦେଖାଉଛି ଟୋଟାଲ୍। ନୋଟିଫିକେସନ୍ କ୍ଲିକ୍ କଲା ପରେ ଦେଖ ଟିକେ ସମୟ ୱେଟ୍ କରିବ ତାପରେ ସେ ଆସିବ ଲୋଡ଼ିଂ ହେଇକି। ଦେଖ ଲୋଡ଼ିଂ ହେଇ ଆସି ସାରିଲା ପରେ ତୁମମାନେ ତଳକୁ ଆସିବ। ସେଟା ନୋଟିଫିକେସନ୍ କ'ଣ ଆସିଛି ନା ତୁମର ଆଉ ଗୋଟେ ଆସିଛି ତୁମକୁ କେମିତି ସାର୍ଟିଫିକେଟ୍ ନା ହ୍ୱାଟ୍ସଆପ୍ ଜରିଆରେ ତୁମକୁ ସାର୍ଟିଫିକେଟ୍ ମିଳିବ ଯେଉଁଟା କ'ଣ ଡିଜି ଲକର୍ ସାର୍ଟିଫିକେଟ୍ ହେଲା। ସିଏ ଗୋଟେ ସାର୍ଟିଫିକେଟ୍ ତୁମର ଏଇଟା ଫାଷ୍ଟ ଟାଇମ୍ ଆସିଛି। ଆଗରୁ କେଉଁ ଥର ଆସିନଥିଲା ଏଥର ତୁମର ଫାଷ୍ଟ ଟାଇମ୍ ଆସୁଛି ଡିଜି ଲକର୍ ସାର୍ଟିଫିକେଟ୍ ଯେଉଁଟା ତୁମ ଡିଜିଟାଲ୍ ସାର୍ଟିଫିକେଟ୍ ହେଇଥିବ ହେଲା। ମାନେ ଦେଖ ତୁମର ଆଗରୁ କ'ଣ ହେଉଥିଲା ନା BSc ବୋର୍ଡ଼ର ଗୋଟେ ସାର୍ଟିଫିକେଟ୍ ଦେଉଥିଲା ମ୍ୟାଟ୍ରିକ୍ର ଗୋଟେ ସାର୍ଟିଫିକେଟ୍ ସ୍କୁଲ ତୁମକୁ ବାହାର କରି ଦେଉଥିଲା। ସେଟା ହଜି ଯାଉଥିଲେ ତୁମମାନଙ୍କ ଟେନସନ୍ ବି ରହୁଥିଲା। ଏବେ କ'ଣ ହେଇଛି ନା ତୁମର ଯେଉଁ ସାର୍ଟିଫିକେଟ୍ଟା ଆସିଛି କ'ଣ ନା ଏଟା ଡିଜି ଲକର୍ ତୁମେ ଯେତେବେଳେ ବି ଚାହିଁବ ତା ପାସୱାର୍ଡ଼ ଦେଇକି ବି ତୁମେ ଆଉ ଗୋଟେ ନୂଆଟା ବି ବାହାର କରିପାରିବ। ଏଇଟା ଗୋଟେ ଭଲ କାମ ଟିକେ କରିଛି BSc ବୋର୍ଡ଼। ଆଉ ଗୋଟେ ଆସେ ନୋଟିଫିକେସନ୍ କ'ଣ ଆସିଛି ତା ବିଷୟରେ ସବୁ ଜାଣିବା। ଦେଖ ତାପରେ କ'ଣ କରିବ ନା ତଳକୁ ଆସିବ ରିଡ୍ ମୋର୍ ଉପରେ କ୍ଲିକ୍ କରିବ। ରିଡ୍ ମୋର୍ ଉପରେ କ୍ଲିକ୍ କରିସାରିଲା ପରେ ଦେଖ ଲାର୍ଜେଷ୍ଟ ଅପଡ଼େଟ୍ ଯେଉଁ ଆସିଛି ଗୋଟେ ନୋଟିସ୍ ଆସିଛି। ଦେଖ BSc ଅଫ୍ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା କଟକ ନୋଟିଫିକେସନ୍ ଆସିଛି। ଦେଖ ସେଟା କ'ଣ ଆସିଛି ନା ତୁମକୁ ଏଇଠି ଦେଖାଉଛି ରୁହ ଟିକେ ପିଲାମାନେ ଟିକେ ଦେଖ ଏଇଠି ଦେଖ କ'ଣ ଲେଖା ହେଲା ଏମିତି ପାଟର୍ନ ଅଫ୍ କ୍ୱେଶ୍ଚିନ୍ 2024-25 ୱିଲ୍ ବି ସେମ୍ ଦ୍ୟାଟ୍ ଫଲୋ 2023-24 ୱିଥ୍ ଦି ସେମ୍ ୱେଟେଜ୍ ଗିଭେନ୍ ଟୁ ଭ୍ୟାରିୟସ୍ ଆସେସମେଣ୍ଟ ଅଫ୍ ଗିଭେନ୍ ବିଲୋ। ଦେଖ ସେ କ'ଣ କହିଲା ନା 2024-25ରେ ଯେଉଁ ପାଟର୍ନଟା 2023-24ରେ ଯେଉଁ ପାଟର୍ନଟା ରହିଥିଲା ସେଟା 2024-25ରେ ରହିବ ସେଇଭଳି ହେଲା। ଦେଖ ତୁମର କ'ଣ ହେଇଥିଲା ନା ଇୟର୍ ଏଣ୍ଡ ଏକ୍ଜାମିନେସନ୍ 80%। ତୁମର ଯେଉଁ ଲାଷ୍ଟ ବୋର୍ଡ଼ ଏକ୍ଜାମ୍ ହେବ ସେଥିରୁ 80% କାଉଣ୍ଟ ହେବ। ଆଉ ଆସ୍ପାରାଣ୍ଟ ଆଣ୍ଡ କମ୍ପାନୀର ଯେଉଁ ଇଣ୍ଟରନାଲ୍ ଆସେସମେଣ୍ଟ ହେଲା ଇଣ୍ଟରନାଲ୍ ଆସେସମେଣ୍ଟ 20%। ତୁମେ ଏଇଠୁ ମାନେ ପିଲାମାନେ ସିଓର ହେଇଗଲ ଯେ ତୁମର 20% ସେ ତୁମକୁ କାଉଣ୍ଟ କରାଯିବ। ନୋଟିଫିକେସନ୍ କେଉଁ ଦିନ ନା ପରଦିନ ହିଁ ଏ ନୋଟିଫିକେସନ୍ ରିଲିଜ୍ କରିଛି। ନାଇଁ ସାର୍ ପିଲାମାନେ ଡେଟ୍ଟା ଦେଖି ତୁମର ଆଜି ବୋଧେ ଆସିଛି ହେଲା। ଆଜି 7ଟା PM ସେଟା ଦେଖ ତୁମର ଏଇଟା ଡାଉଟ୍ କ୍ଲିଅର୍ ନିହାତି ହେଇଯାଇଥିବ। ଏଠି ଡାଇରେକ୍ଟ ସେ ଲେଖି ହିଁ ଦେଇଛି। ତୁମେମାନେ ବି ଚାହିଁଲେ ବି ଦେଖିପାରୁଥିବ ଯେଉଁଟା ୱେଟେଜ୍ ତୁମର ଫାଇନାଲ୍ର ୱେଟେଜ୍ ନେବ 80% ଆଉ ଆସ୍ପାରାଣ୍ଟର ନେବ 20% ହେଲା। ତୁମର ଆଉ ଗୋଟେ ହେଲା ମ୍ୟାଥ୍ରେ କେତେ ନା 5 ମାର୍କ ମିଳୁଛି ଗ୍ରେସ୍ ମାର୍କ। ଆଉ ସାଇନ୍ସରେ ତୁମର କେତେ ନା 3 ମାର୍କ ହେଲା 3 ମାର୍କ ଗ୍ରେସ୍। ତାପରେ ଦେଖ ତୁମ ଯେଉଁ ଡେଟ୍ ରିଲିଜ୍ କଥା କହୁଥିଲି ହେଲା ଡେଟ୍ ତୁମର କେବେ ଆସିବ ବୋଲି ମୁଁ ଯେଉଁଟା ତୁମକୁ କହୁଥିଲି ମାନେ ତୁମର ଯେଉଁ ଯାହା ଲାଗୁଛି BSc ବୋର୍ଡ଼ର ରେଜଲ୍ଟ ପିଲାମାନେ ତୁମର କେତେ ନା ପିଲାମାନେ 25 ଯେଉଁ କୁହାଯାଉଥିଲା 25ରେ ଯଦି ନ ବାହାରିଲା ପିଲାମାନେ 31ରେ ହେଲା ତୁମ ଡେଟ୍ଟା ଏକ୍ଜାକ୍ଟଲି 31ରେ ହିଁ ଆସିପାରେ। ଆଉ କେତେ ଦିନ ପିଲାମାନେ ଆଜି ହେଲାଣି 22 ହେଲା। ଆଜି ଯେହେତୁ 22 ହେଲାଣି ପିଲାମାନେ ତୁମର
तुमर 22 तारिख हेलानी आउ पिला माने 7 दिन भितर तुमर 7 रु 8 दिन भितर तुमर निहाती रिजल्ट बाहरी पळे आसीबो। बीएससी ओडिशा तरफ कुआ जाइए जे तुमर जो रिजल्ट बाहर सेटा पिला माने जून जांगे जीव नाही हैला। जून जुलाई जांगे जीव नाही पिलाने सेटा तुमर केबे ना तुमर जो रिजल्टटा निहाती 100% सियोर ए मे मास 30 कि 31 कि 25 ए तीनटा डेट गोटाए डेट निहाती बाहर। देख बहुत जगार कौन कहते कहते जे 31 है 31 नुहे पिलाने 25 मन रख ना 31 यही दुटार गोटे डेट निहाती बाहर। तापर देख पिलाने कौन तापर तुम जो तुम गोटे कथा कहीदे तुम जो +2 आडमिशन हम है जो हम सेटा केबे ना जून जुलाई अगस्ट मसरे तार नोटिफिकेशन पिलाने पळे आइलानी है। साम्स ओडिशा बोली गोटे वेबसाइट अच्छे जो तुम आउ थे आडमिशन हम साम्स ओडिशा रे तार माने पळे आइलानी अगस्ट मसरे तुम कौन ना +2 रो फर्स्ट ईयर आडमिशन हम है। फास्ट ईयर आडमिशन हम कटअप फटअप किपर जीव कॉलेज रे सेरा सब आलोचना हम से तुम किसी व्यस्त हबार ना ता विषय किसी भाव ना तुम रिजल्ट केबे ना मे मास भितर ही पळे आसीबो किछि व्यस्त हबनी। देख जार बहुत पिलांकर भी मेसेज थिला सर आमर एग्जाम खराब है एग्जाम खराब हबार किछि नाई आम पास करूँ ना जो क्वेश्चन पचार पिलाने फेल कहीं हेनी समस्ते पिलाने निहाती पास करिवो है कहीं जेहेतु तुम 50टा MCQ रोचे ताल तो 15टा खंड तुम ठीक कर ना नहीं तो तुम 30 मार्क रखुच है धर जो गोटे सब्जेक्ट तुम 30 मार्क रखुच तुम फेल हवा जाओ तुमको से निहाती 35 मार्क जी खाता देखुचे सी दब जेहेतु मुझे निजे जो खाता देखिकी भी पिला देती आउ एत कथा ना मुझे पिला मार्क जेहेतु 30 मार्क रखते भी दिखाई 35 दे आराम से पास कर दि जाए कि गोटे कथा पिला तुम जदि खातार किसी लिखबनी आउ पास हो पार कि भावुच खातार लिखि दरकार आउ खातार गोल बुलाई दरकार जो 4टा ऑप्शन थिला तो को गोटाई गोल बुलाई दरकार सेतिक हेबा दरकार आराम से पास हो किसी फेल हवा टेंशन नियो ना तुम रिजल्ट जो आसो पिलाने ये फास्ट ये ही तुम शो कर फास्ट ऑप्शन जमी ये नोटिफिकेशन जो ये शो करुँच तुम भी निजे भी आइले नोटिफिकेशन देखिपार है जेहेतु शो कर शो कर से पिला भिडियो जो भल लगे लाइक एंड शेयर एंड सब्सक्राइब करदो। आउ देख आउ गोटा भी नुआ अपडेट आसी तुम कौन मध्यमा सांस्कृतिक स्कूल समस्त रिजल्ट 10th एका सागर बाहर है 10th और +2 भी एका सागर बाहर एति मन रख तुम आगे आसो तार +2 कर ता परदिन आसो है तुमर पिला 100% सियोर कहूँ तुम यही मे 31 कि 25 मध्य ही पलि आसो 31 रु 25 है 25 रु 31 सरी पिलाने 25 रु 31 भितर निहाती तुम रिजल्ट पलि आसो किसी व्यस्त होनी एग्जाम समस्त भल परसेंट रैंक यू फॉर वाचिंग। आउ गोटे कथा पिलाने है तुमर जो एग्जाम तुम मैंने जो एग्जाम तुम जो 10th HSC एग्जामिनेशन से तुम मैंने किसी भी खातार रोल नंबर देख मु देखी बहुत पिलांकर कौन ना खातार रोल नंबर भूल पकई खातार रोल नंबर पिला मैंने भूल पकईक आसो ताहले तुम मानकर मार्क भी कटि जाई पारे है सेटा कथा कहूँ। आ गोटे तुम रिजल्ट अनाउंस न पारे आ गोटे कथा तुम टाबुलेसन यही 4 दिन तले ही सरी जोटा खाता देखार जो तुम परसेंटेज जो देख जो 80% आउ गोटे 20% निहब तुम फॉर्मेटिव खातार भी जेहेतु निहब एटा इंटरनाल जोटा कहुँ से जो मार्कटा को काउंट करिया को तुम मानक टिके असुविधा होउतिला किंतु देख तुम यहीटा मन रख 80% नब आनुआल आ 20% नब कौथुरु ना तुम फॉर्मेटिव एतिक है कथा ना नोटिफिकेशन आसी ये फास्ट तुम मैंने चाहिए आसी देखी नहीं पार। थैंक यू फॉर वाचिंग पिलाने एति कहबार थिला आउ पिलाने व्यस्त होना रिजल्ट आसो तो फास्ट आमर चैनल अपलोड हो। थैंक यू।